ଆମ ସଂସ୍ଥାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ନିରୋଗୀ ରଖିବା। ନିରୋଗୀ ରହିବେ କେମିତି ତା ଉପରେ ତାଙ୍କ ଭିତରେ ଆୱାରନେସ୍ କ୍ରିଏଟ୍ କରିବା, ତାଙ୍କୁ ସଜାଗ କରିବା, ବିଭିନ୍ନ ପ୍ରକାର ଭେଜାଲ ଖାଦ୍ୟ ଖାଇବାରୁ ମୁକ୍ତ ରହିବା, ଶୁଦ୍ଧ ପରିବେଶ ଭିତରେ ଜୀବନଯାପନ କରିବା ଏବଂ ଦୈନନ୍ଦିନ ବ୍ୟାୟାମ ଆଉ ଆମର ପାରମ୍ପରିକ ପଦ୍ଧତି ଯୋଗ ଆୟୁର୍ବେଦ ଏସବୁକୁ ଆପଣେଇବା। ସେଥିପାଇଁ ଆମେ ଅଲ୍ଟରନେଟିଭ୍ ଥେରାପି ଉପରେ ଫୋକସ୍ କରୁଛୁ। ଆକୁପ୍ରେସର, ଆକୁପଙ୍କଚର, ଫିଜିଓଥେରାପି ଏସବୁ ଉପରେ ଆମେ ଫୋକସ୍ କରୁଛୁ, ଯେଉଁଥିରେ କି ମେଡ଼ିସିନର ବିଶେଷ ଆବଶ୍ୟକତା ନଥାଏ। ବିନା ମେଡ଼ିସିନରେ ଲୋକ ସୁସ୍ଥ ରହିପାରିବ ଏବଂ ସଂସ୍ଥାର କାର୍ଯ୍ୟକ୍ରମ ଆଗାମୀ ଦିନରେ ପୁରା କଟକ ଜିଲ୍ଲା ତାପରେ ଅନ୍ୟାନ୍ୟ ଜିଲ୍ଲାକୁ ଇଏ ବ୍ୟାପିବାକୁ ଯାଉଛେ। ଆଉ ବହୁତ ଜଲ୍ଦି ଆମେ ଆମର ଗୋଟେ କାର୍ଯ୍ୟକ୍ରମ ପଶ୍ଚିମ ଓଡ଼ିଶାରେ ବି କରିବା ପାଇଁ ଯାଉଛେ। ସେଥିପାଇଁ ଆମ ଯୋଗାଯୋଗ ବି ଚାଲିଛି। ଏହି ସଂସ୍ଥାର ଉଦ୍ଦେଶ୍ୟ ଆୟୁର୍ବେଦ ଯେଉଁ ଆମ ଓଡ଼ିଶାରେ ବିଭିନ୍ନ ଜାଗାରେ ଲୁକାୟିତ ଭାବେ ଅଛି ତାକୁ ଲୋକଲୋଚନକୁ ଆଣିବା, ତାର ପ୍ରଚାର ପ୍ରସାର କରି ଲୋକଙ୍କ ପାଖରେ ଆୟୁର୍ବେଦର ଔଷଧ କେମିତି ପହଞ୍ଚିବ, କେମିତି ଭଲ ବୈଦ୍ୟ ପାଖରେ ତାଙ୍କ ଚିକିତ୍ସା ହେବ, ଏସବୁ ଉପରେ ଯେଉଁମାନେ ଇଣ୍ଟରେଷ୍ଟେଡ୍। ମୁଁ ଜୀବନ ରକ୍ଷା ଏନ୍ଜିଓର ସମ୍ପାଦକ। ଆଜି ଆମର ଏଠି ସହିନ୍ଦା କଟକ ସଦରରେ ଗୋଟେ ହେଲ୍ଥ ଚେକଅପ୍ କ୍ୟାମ୍ପର ଆମେ ଆୟୋଜନ କରିଥିଲୁ ଅଲ୍ଟରନେଟିଭ୍ ଥେରାପି ଉପରେ। ଜନସାଧାରଣଙ୍କର ବହୁ ମାତ୍ରାରେ ସମର୍ଥନ ରହିଲା, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ।